ସୁକିନ୍ଦା ପୋଲିସ ପକ୍ଷରୁ ହରିପୁର କଲେଜ ଛକ ନିକଟରେ ଅତର୍କିତ ଚଢ଼ାଉ 50 ଲିଟର ଚୋରା ଦେଶୀ ମହୁଲି ଜବତ ସହିତ ବାଇକ୍ ଜବତ 2 ଜଣ ଗିରଫ। ସୁକିନ୍ଦା ପୋଲିସ ପକ୍ଷରୁ ହରିପୁର କଲେଜ ଛକ ନିକଟ ରାସ୍ତାରେ ଶୁକ୍ରବାର ଦିନ ଅତର୍କିତ ଚଢ଼ାଉ କରାଯାଇ 50 ଲିଟର ଚୋରା ଦେଶୀ ମହୁଲି ସହିତ ଏକ ବାଇକ୍ ଜବତ କରାଯାଇ ସମ୍ପୃକ୍ତ 2 ଜଣଙ୍କୁ ଗିରଫ କରାଯାଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଯାଜପୁର ରୋଡ ଥାନା ଅନ୍ତର୍ଗତ ପହଙ୍ଗା ଗ୍ରାମର ସନ୍ତୋଷ ଦାସ ଓ ଦୀପକ ରଣା ଏକ ବାଇକ୍ରେ 50 ଲିଟର ଚୋରା ଦେଶୀ ମହୁଲି ନେଇ ଯାଉଥିବା ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ବିଲ୍ୱ ମଙ୍ଗଳ ସେଠୀ ବିଶେଷ ସୂତ୍ରରୁ ସୂଚନା ପାଇଥିଲେ। ଥାନାର ଭାରପ୍ରାପ୍ତ ଅଧିକାରୀ ବିଲ୍ୱ ମଙ୍ଗଳ ସେଠୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ହରିପୁର କଲେଜ ଛକ ନିକଟରେ ଶୁକ୍ରବାର ଦିନ ଅତର୍କିତ ଚଢ଼ାଉ କରି 50 ଲିଟର ଚୋରା ମହୁଲି ସହିତ ବାଇକ୍ ଜବତ କରି ଚୋରା ମହୁଲି ନେଇ ଯାଉଥିବା 2 ଜଣଙ୍କୁ ଗିରଫ କରି ଶୁକ୍ରବାର ଅପରାହ୍ନ 4 ଘଟିକା ସମୟରେ କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଛି।